ତୁଳା ରାଶି ଜାତ ବ୍ୟକ୍ତି 2025 ଜୁନ୍ ମାସରେ ମାସିକ ରାଶିଫଳ ଅନୁଯାୟୀ ବିଶେଷ ଶୁଭ ଫଳ ପ୍ରାପ୍ତ କରିବାର ସମ୍ଭାବନା ରହିଅଛି। ତୁଳା ରାଶିର ଅଧିପତି ଶୁକ୍ର ମହାଗ୍ରହ ଏହି ସମୟରେ ତୁଳା ରାଶିର ସପ୍ତମ ଭାବ ମେଷ ରାଶିରେ ଅବସ୍ଥାନ କରି ନିଜ ଗୃହ ତୁଳା ରାଶି ଉପରକୁ ଦୃଷ୍ଟି ପ୍ରଦାନ କରୁଥିବାରୁ ଦାମ୍ପତ୍ୟ ଜୀବନ, ମିତ୍ରତା ତଥା ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ତୁଳା ରାଶି ଜାତ ବ୍ୟକ୍ତି ଅତି ଉତ୍ତମ ଫଳ ପ୍ରାପ୍ତ କରିବାର ସମ୍ଭାବନା ଅଛି। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ଆସନ୍ତା ଜୁନ୍ ମାସଟି ତୁଳା ରାଶି ପାଇଁ ଯୋଗକାରକ ରହୁଥିବାରୁ ଜାଣିବା। ଏହି ଜୁନ୍ ମାସରେ ତୁଳା ରାଶିର କ୍ୟାରିୟର, ଅର୍ଥ, ପ୍ରେମ, ବିବାହ, ପରିବାର ତଥା ସ୍ୱାସ୍ଥ୍ୟ କ୍ଷେତ୍ରରେ କ'ଣ ସବୁ ଫଳ ପ୍ରାପ୍ତ କରିବାର ସମ୍ଭାବନା ରହିଅଛି। ଜୁନ୍ ମାସର ପ୍ରଥମ ସପ୍ତାହରେ ମଙ୍ଗଳ ମହାଗ୍ରହ ତୁଳା ରାଶିର ଦଶମ ଭାବ କର୍କଟ ରାଶିରେ ନୀଚ ଭାବରେ ଅବସ୍ଥାନ କରିଥିବାରୁ ଏହି ସମୟରେ ତୁଳା ରାଶି ଜାତ ବ୍ୟକ୍ତି କର୍ମକ୍ଷେତ୍ରରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। କର୍ମକ୍ଷେତ୍ରରେ କଳି ଝଗଡ଼ା ସୃଷ୍ଟି ହୋଇପାରେ। ବାଣିଜ୍ୟ ବେପାର କରୁଥିଲେ କ୍ଷତିର ସାମନା କରିପାରନ୍ତି। ଏହି ସମୟରେ ବାକି ଦେଲେ ଭବିଷ୍ୟତରେ ଅର୍ଥ ଆଦାୟ ହେବା ବଡ଼ କଷ୍ଟକର ହେବ। କିନ୍ତୁ ଜୁନ୍ ମାସ 7 ତାରିଖ ପରଠାରୁ ତୁଳା ରାଶିର ସପ୍ତମ ଭାବ ମେଷ ରାଶିର ଅଧିପତି ମଙ୍ଗଳ ତୁଳା ରାଶିର ଦଶମ ଭାବରୁ ଏକାଦଶ ଭାବ ଆୟ ଭାବ ସିଂହ ରାଶିରେ ପ୍ରବେଶ କଲେ ପୂର୍ବରୁ କ୍ଷତିରେ ଚାଲି ଆସୁଥିବା ବାଣିଜ୍ୟ ବ୍ୟବସାୟରୁ ଲାଭ ପାଇପାରିବେ। ଆୟ ଆଶାଜନକ ହେବ। ଭାଗୁଆଳି ବେପାର କରୁଥିଲେ ବେପାରରୁ ପ୍ରଚୁର ଲାଭ ମିଳିପାରିବ। ସରକାରୀ ଠିକାଦାରୀ, ଅର୍ଡ଼ର ସପ୍ଲାଇ, ନିର୍ମାଣ କାର୍ଯ୍ୟ ପ୍ରଭୃତିରୁ ବେଶ୍ ମୋଟା ରକମର ଧନ ପ୍ରାପ୍ତ ହେବ। ଜାଗାବାଡ଼ି ବେପାର ବା ରିଏଲ ଇଷ୍ଟେଟ୍ ବ୍ୟବସାୟରେ ସମ୍ପୃକ୍ତ ଥିବା ବ୍ୟକ୍ତିବିଶେଷ ଏହି ସମୟରେ ଧନ କୁବେରରେ ପରିଣତ ହେଲେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ତୁଳା ରାଶିର ଅଧିପତି ଶୁକ୍ର ବୃଷ ରାଶିରେ ପ୍ରବେଶ କଲେ ପୋତାଧନ ବା ଗୁପ୍ତ ଧନ ମିଳିବାର ମଧ୍ୟ ବହୁତ ସମ୍ଭାବନା ରହିଅଛି। ଆର୍ଥିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଜୁନ୍ ମାସଟି ତୁଳା ରାଶି ପାଇଁ ବଡ଼ ଯୋଗକାରକ ମାସ ରହିବ। ଦ୍ୱିତୀୟ ଧନସ୍ଥାନ ଓ ସପ୍ତମ ବାଣିଜ୍ୟ ସ୍ଥାନର ଅଧିପତି ମଙ୍ଗଳ ମହାଗ୍ରହ ମାସର ପ୍ରଥମ ସପ୍ତାହ ପରେ ମିତ୍ର ରାଶି ସିଂହ ରାଶିରେ ଅବସ୍ଥାନ କରୁଥିବାରୁ ତୁଳା ରାଶିର ଆର୍ଥିକ ସ୍ଥିତି ବେଶ୍ ସୁଦୃଢ଼ ରହିବ। ପୁଣି ତୁଳା ରାଶିର ଭାଗ୍ୟ ଭାବରେ ଅବସ୍ଥିତ ଶୁଭଗ୍ରହ ଦେବଗୁରୁ ବୃହସ୍ପତି ତୁଳା ରାଶି ଉପରେ ଶୁଭ ଦୃଷ୍ଟି ପ୍ରଦାନ କରୁଥିବାରୁ ସେ ମଧ୍ୟ ପ୍ରବଳ ଅର୍ଥ ପ୍ରଦାନ କରିବାର ଏକ ଶୁଭ ଯୋଗ ନିର୍ମାଣ ହୋଇଛି। ତେଣୁ ଜୁନ୍ ମାସରେ ତୁଳା ରାଶିର ଆର୍ଥିକ କ୍ଷେତ୍ର ସୁଦୃଢ଼ ରହିବା ସଙ୍ଗେ ସଙ୍ଗେ ଅର୍ଥ ବୃଷ୍ଟି ହେବ ବା ଆର୍ଥିକ ଝଡ଼ ସୃଷ୍ଟି ହେବ କହିଲେ ଅତ୍ୟୁକ୍ତି ହେବ ନାହିଁ। ଜୁନ୍ ମାସରେ ତୁଳା ରାଶିର ପ୍ରେମ ସମ୍ପର୍କ ବା ଲଭ୍ ଲାଇଫ୍ ବିଷୟରେ ଜାଣିବାକୁ ଗଲେ ଜଣାଯାଏ, ଯଦି ତୁଳା ରାଶି ଜାତ ବ୍ୟକ୍ତି ପ୍ରେମ ସମ୍ପର୍କରେ ରହିଥାନ୍ତି ତେବେ ଏହି ସମୟଟି ସେମାନଙ୍କ ପାଇଁ ଆଶାନୁରୂପ ଫଳ ପ୍ରଦାନ କରିବ ନାହିଁ। ତୁଳା ରାଶିର ପଞ୍ଚମ ଭାବର ଅଧିପତି ଶନି ଷଷ୍ଠ ଭାବରେ କଷ୍ଟ ଭାବରେ ରହିଥିବାରୁ ସମ୍ପର୍କଟି ଆଗକୁ ବଢ଼ିବା ପାଇଁ କଷ୍ଟକର ହେବ।
ମନ କଥା ମନରେ ମାରି ରହିବା ସାର ହେବ। ମନ କଥା ଖୋଲି କହିପାରିବେ ନାହିଁ। ପୁଣି ପଞ୍ଚମ ଭାବରେ ଅବସ୍ଥିତ ରାହୁ ମହାଗ୍ରହ ମନ ଭିତରେ ବଡ଼ ବିଚିତ୍ର ଭାବନା ଆଣି ମନକୁ ବିବ୍ରତ କରି ରଖିବେ। ମନ ଭିତରେ ସର୍ବଦା ଏକ ମାନସିକ ଦ୍ୱନ୍ଦ୍ୱ ଲାଗି ରହିବ। ବୃହସ୍ପତି ମହାଗ୍ରହଙ୍କର ପଞ୍ଚମ ଭାବ ଉପରେ ଦୃଷ୍ଟି ରହୁଥିବାରୁ ପ୍ରେମ ସମ୍ପର୍କକୁ ବୈବାହିକ ସମ୍ପର୍କରେ ପରିଣତ କରିବା ପାଇଁ ଚେଷ୍ଟା କରିବେ ସିନା, ତାହା ମରୁଭୂମିର ମରୀଚିକା ପରି ପ୍ରତୀୟମାନ ହେବ। କିନ୍ତୁ ବୃହସ୍ପତି ମହାଗ୍ରହଙ୍କର ଦୟାରୁ ପ୍ରେମ ସମ୍ପର୍କଟି ବ୍ରେକଅପ୍ ହେବ ନାହିଁ। ତୁଳା ରାଶିର ସପ୍ତମ ଭାବରେ ଅବସ୍ଥିତ ଶୁକ୍ର ଅବିବାହିତ ରହିଥିବା ପୁଅ ଝିଅମାନଙ୍କ ପାଇଁ ବିବାହ କରିବାର ଆଶା ମନ ଭିତରେ ଜାଗ୍ରତ କରିବ। ସାଙ୍ଗସାଥିମାନଙ୍କ ମଧ୍ୟରୁ କେହି ଜଣେ ବିବାହ ପ୍ରସ୍ତାବ ଆଣିପାରନ୍ତି ବା ପ୍ରସ୍ତାବ ଦେଇପାରନ୍ତି। ତୁଳା ରାଶିର ନବମ ଭାଗ୍ୟସ୍ଥାନରେ ବୃହସ୍ପତି ମହାଗ୍ରହ ଅବସ୍ଥାନ କରିଥିବାରୁ ବୃହସ୍ପତି ମହାଗ୍ରହଙ୍କର ଏହି ଭାଗ୍ୟସ୍ଥାନ ଅବସ୍ଥିତି ସମୟରେ ତୁଳା ରାଶିର ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଯିବାର 100ରୁ 100% ସମ୍ଭାବନା ରହିଅଛି। ଜୁନ୍ ମାସରେ ତୁଳା ରାଶି ବ୍ୟକ୍ତିଙ୍କର ପାରିବାରିକ ଜୀବନ ମଧ୍ୟମ ଧରଣର ରହିବ। ମାସର ପ୍ରଥମ ସପ୍ତାହରେ ତୁଳା ରାଶିର ଦ୍ୱିତୀୟ ଭାବର ଅଧିପତି ମଙ୍ଗଳ ମାସର ପ୍ରଥମ ସପ୍ତାହରେ ଦଶମ ସ୍ଥାନରେ ନୀଚ ଭାବରେ ରହିଥିବାରୁ ପାରିବାରିକ ଶାନ୍ତି ଠିକ୍ ରହିବ ନାହିଁ। ପରିବାର ସଦସ୍ୟଙ୍କ ମଧ୍ୟରେ ମନ ଅମେଳ ରହି କଥା କଟାକଟି ହୋଇପାରେ। ପରିବାରର ଆର୍ଥିକ ସ୍ଥିତି ଠିକ୍ ନ ରହିବାରୁ ପିତାଙ୍କର ମାନସିକ ସ୍ଥିତି ବିଗିଡ଼ି ଯିବାର ସମ୍ଭାବନା। ଚିଡ଼ିଚିଡ଼ି ସ୍ୱଭାବ ପ୍ରକାଶ ପାଇପାରେ। କିନ୍ତୁ ଜୁନ୍ 7 ତାରିଖ ପରଠାରୁ ମଙ୍ଗଳ ତୁଳା ରାଶିର ଏକାଦଶ ଆୟ ସ୍ଥାନରେ ଅବସ୍ଥାନ କଲେ ଅବସ୍ଥାର ପରିବର୍ତ୍ତନ ଘଟିବ। ପାରିବାରିକ ଆୟ ବୃଦ୍ଧି ହେବ। ପାରିବାରିକ ସୁଖ ସମୃଦ୍ଧି ପୁଣି ଫେରିଆସିବ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦେଖିବାକୁ ଗଲେ ଜୁନ୍ ମାସଟି ତୁଳା ରାଶି ପାଇଁ ସେତେଟା ଶୁଭପ୍ରଦ ଜଣାପଡ଼ୁନାହିଁ। ମାସ ସାରା ଶନି ଷଷ୍ଠ ଭାବରେ ରହୁଥିବାରୁ ତୁଳା ରାଶିଜାତ ବ୍ୟକ୍ତି ବାୟୁ ବିକାର ଜନିତ ରୋଗ ଭୋଗ କରିପାରନ୍ତି। ଆଣ୍ଠୁଗଣ୍ଠି ଜନିତ ଯନ୍ତ୍ରଣା ଭୋଗ କରୁଥିଲେ ତାର ପ୍ରାଦୁର୍ଭାବ ବଢ଼ିଯାଇପାରେ। ପେଟରେ ବାୟୁ ବୃଦ୍ଧି ହୋଇ ପେଟ ସବୁବେଳେ ଭାରି ଭାରି ଲାଗିବାର ସମ୍ଭାବନା। ପୁରୁଣା ମଧୁମେହ ବା ଡାଇବେଟିକ୍ ରୋଗୀ ସତର୍କତା ଅବଲମ୍ବନ କରିବା ଉଚିତ ହେବ। କିନ୍ତୁ ଏ ମାସରେ ଭାଗ୍ୟସ୍ଥାନରେ ଥିବା ବୃହସ୍ପତିଙ୍କର ତୁଳା ରାଶି ଉପରକୁ ଶୁଭ ଦୃଷ୍ଟି ଏବଂ ତୁଳା ରାଶିର ଅଧିପତି ଶୁକ୍ର ମହାଗ୍ରହଙ୍କର ନିଜ ରାଶି ତୁଳା ରାଶି ଉପରକୁ ଦୃଷ୍ଟି ସ୍ୱାସ୍ଥ୍ୟଜନିତ ବଡ଼ ଧରଣର କିଛି ସମସ୍ୟା ପ୍ରଦାନ କରିବ ନାହିଁ। ଏ ତ ଗଲା ମୋଟାମୋଟି ଭାବରେ ତୁଳା ରାଶି ପାଇଁ ଜୁନ୍ ମାସର ମାସିକ ରାଶିଫଳ। ମାସଟିରେ ରହିଥିବା ଅଶୁଭତ୍ୱକୁ ଦୂର କରି ଶୁଭ ଫଳ ପାଇବା ନିମନ୍ତେ ତୁଳା ରାଶିଜାତ ବ୍ୟକ୍ତି ଲକ୍ଷ୍ମୀ ନାରାୟଣଙ୍କର ପୂଜାର୍ଚ୍ଚନା କରନ୍ତୁ। ପ୍ରତ୍ୟହ ଶିବ ଦର୍ଶନରେ ଦୋଷ ଖଣ୍ଡନ ହୋଇଥାଏ। ପରିଶେଷରେ ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ତୁଳା ରାଶିଜାତ ବ୍ୟକ୍ତିଙ୍କର ରହିଥିବା ଦୋଷ ଖଣ୍ଡନ ହୋଇ ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବା। ଜୟ ଜଗନ୍ନାଥ। ନମସ୍କାର। ତପନ।